ରାସନ କାର୍ଡ଼ରେ ଆସିଲା ବଡ଼ ଖବର। ପ୍ରକୃତ ଯୋଗ୍ୟ ହିତାଧିକାରୀ ଯାଞ୍ଚ ନ ହେବା ଯାଏ ରାସନ କାର୍ଡ଼ କଟିବନି। ତ ଆପଣମାନେ ଆଦୌ ଚିନ୍ତା କରନ୍ତୁନି, ହଠାତ୍ ରାସନ କାର୍ଡ଼ କଟିବନି। ତାପରେ ସେପଟେ ହଜାର ହଜାର ପ୍ରକୃତ ଯୋଗ୍ୟ ହିତାଧିକାରୀ ଏପର୍ଯ୍ୟନ୍ତ ରାସନ କାର୍ଡ଼ ଖଣ୍ଡେ ପାଇପାରୁନାହାନ୍ତି। ଏହି ସମସ୍ୟାରେ ଅନେକ ଜିଲ୍ଲାଗୁଡ଼ିକ ରହିଛି। ତେଣୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସେହି ଜିଲ୍ଲାଗୁଡ଼ିକର ନାଁ ସବୁ ଡିଟେଲ୍ସ କହିବି। ତ ଆପଣମାନେ ଏପର୍ଯ୍ୟନ୍ତ ଯଦି ରାସନ କାର୍ଡ଼ରେ ଇ-KYC କରିନାହାନ୍ତି, ତାହେଲେ ଆପଣମାନେ ଯଥାଶୀଘ୍ର ଇ-KYC କରିନିଅନ୍ତୁ। ନା ଆପଣମାନଙ୍କର ନିଜର ପଞ୍ଚାୟତକୁ ଯାଇ ଆପଣମାନଙ୍କର ରାସନ କାର୍ଡ଼ରେ ଇ-KYC କରିନିଅନ୍ତୁ। ଯଦି ଆପଣମାନେ ଇ-KYC କରିବେନି, ତାହେଲେ ଆଗକୁ ରାସନ କାର୍ଡ଼ରେ ମାଗଣା ରାସନ ପାଇପାରିବେ ନାହିଁ। ତେଣୁ ଆପଣମାନେ ଯଥାଶୀଘ୍ର ଇ-KYC କରନ୍ତୁ। ତାପରେ ଯଦି ଆପଣମାନେ ଇ-KYC କରିବେନି, ତାହେଲେ ଆପଣମାନଙ୍କର ନାଁ ଗୁଡ଼ିକ ସବୁ ଯାଞ୍ଚ ହେବ। ତାପରେ ସରକାରୀ କର୍ମଚାରୀମାନେ ଘର ଘର ବୁଲି ସର୍ଭେ କରିବେ। ତାପରେ ଯାଇକି ଆପଣମାନଙ୍କର ରାସନ କାର୍ଡ଼ କଟିବ। ତ ଏହା ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅପଡ଼େଟ୍ ଦେଇଛନ୍ତି। ତ ଏହି ରାସନ କାର୍ଡ଼ ବିଷୟରେ ଆଉ କିଛି କ'ଣ ଅପଡ଼େଟ୍ ଦେଇଛନ୍ତି ଏବଂ କ'ଣ କରିବାକୁ ହେବ, ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନ କରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଆଜି 1ଟା 42 PM କନକ ନ୍ୟୁଜ୍ରେ ପ୍ରକାଶ ପାଇଛି। ତ ଆସନ୍ତୁ ଜାଣିବା ଖବର କ'ଣ ରହିଛି। ରାସନ କାର୍ଡ଼କୁ ନେଇ ବଡ଼ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। କହିଛନ୍ତି ପ୍ରକୃତ ହିତାଧିକାରୀ ଯାଞ୍ଚ ପାଇଁ ହେବ ଫିଜିକାଲ ସର୍ଭେ। ସର୍ଭେ ପରେ ଚୂଡ଼ାନ୍ତ ହେବ ରାସନ କାର୍ଡ଼ ହିତାଧିକାରୀଙ୍କ ତାଲିକା। ଦେଖନ୍ତୁ ଆଜ୍ଞା, ରାସନ କାର୍ଡ଼କୁ ନେଇ ବଡ଼ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତ କହିଛନ୍ତି ଯେ ପ୍ରକୃତ ହିତାଧିକାରୀ ଯାଞ୍ଚ ପାଇଁ ଫିଲ୍ଡ ଭେରିଫିକେସନ୍ ହେବ। ଦେଖନ୍ତୁ ଆଜ୍ଞା, ପ୍ରକୃତ ଯୋଗ୍ୟ ହିତାଧିକାରୀ ଯେଉଁମାନେ ଅଛନ୍ତି ଯାଞ୍ଚ କରାଯିବ ଏବଂ ଫିଜିକାଲ ସର୍ଭେ ହେବ। ସେହି ସର୍ଭେ ପରେ ଚୂଡ଼ାନ୍ତ ହେବ ରାସନ କାର୍ଡ଼ ହିତାଧିକାରୀଙ୍କ ତାଲିକା। ତାପରେ ଏବେ ସୁଦ୍ଧା 30,734,000 ଲୋକ ଇ-KYC କରିନାହାନ୍ତି। 31 ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ ଇ-KYC କରିନାହାନ୍ତି। ଏହାପରେ କାହିଁକି ହିତାଧିକାରୀ ଇ-KYC କରିନାହାନ୍ତି, ସେ ନେଇ ଫିଲ୍ଡ ଭିଜିଟ୍ କରି ଦେଖିବେ ବିଭାଗୀୟ ଅଧିକାରୀ। ଦେଖନ୍ତୁ ଆଜ୍ଞା, ଏବେ ସୁଦ୍ଧା 30,734,000 ଲୋକ ଇ-KYC କରିନାହାନ୍ତି। ମାର୍ଚ୍ଚ 31 ପରେ ଜଣାପଡ଼ିବ କେତେ ଲୋକ ଇ-KYC କରିନାହାନ୍ତି। ଏହାପରେ କାହିଁକି ହିତାଧିକାରୀ ଇ-KYC କରିନାହାନ୍ତି, ଫିଜିକାଲ ଫିଲ୍ଡ ଭେରିଫିକେସନ୍ କରାଯିବ ଏବଂ କେଉଁମାନେ କରିବେ ନା ବିଭାଗୀୟ ଅଧିକାରୀମାନେ ଏହା କରିବେ। ତାପରେ ହଠାତ୍ କାହାର ରାସନ କାର୍ଡ଼ କଟାଯିବନି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେହିପରି 5,35,000 ପୋର୍ଟାଲ ଜରିଆରେ ଆଗରୁ ଆବେଦନ କରିଛନ୍ତି ହିତାଧିକାରୀ। ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ 15 ସୁଦ୍ଧା ସର୍ଭେ କାମ ସରିବ। ତାପରେ ନୂଆ ରାସନ କାର୍ଡ଼ ହିତାଧିକାରୀ ରାସନ ପାଇବେ। ଦେଖନ୍ତୁ ଆଜ୍ଞା, ସେହିପରି 5,35,000 ପୋର୍ଟାଲ ଜରିଆରେ ଆଗରୁ ଆବେଦନ କରିଛନ୍ତି ହିତାଧିକାରୀ। ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ 15 ସୁଦ୍ଧା ସର୍ଭେ କାମ ସରିବ। ତାପରେ ଯାଇକି ନୂଆ ରାସନ କାର୍ଡ଼ ହିତାଧିକାରୀ ରାସନ ପାଇବେ। ତାପରେ ଦେଖନ୍ତୁ, ନୂଆ ପୋର୍ଟାଲରେ ଏବେ ସୁଦ୍ଧା 50,000 ନୂଆ ରାସନ କାର୍ଡ଼ ପାଇଁ ଆବେଦନ କରିଛନ୍ତି ହିତାଧିକାରୀ। ସମ୍ପୂର୍ଣ୍ଣ ଆବେଦନ ସରିବା ପରେ ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଦେଖନ୍ତୁ ଆଜ୍ଞା, ନୂଆ ପୋର୍ଟାଲରେ ଏବେ ସୁଦ୍ଧା 50,000 ନୂଆ ରାସନ କାର୍ଡ଼ ପାଇଁ ଆବେଦନ କରିସାରିଛନ୍ତି ହିତାଧିକାରୀ। ବର୍ତ୍ତମାନ ଦେଖିବାକୁ ଗଲେ ସମ୍ପୂର୍ଣ୍ଣ ଆବେଦନ ସରିବା ପରେ ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଠାରେ ସ୍ପଷ୍ଟ ଭାବରେ କହି ରଖୁଛୁ କି
ରାଜ୍ୟରେ କେତେ ଭୂତ ରାସନ କାର୍ଡ଼ ଚିହ୍ନଟ ହେଲାଣି ବୋଲି ଗୃହରେ ପୂର୍ବରୁ ପ୍ରଶ୍ନ ଉଠିଥିଲା। ଏହାର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ମୋଟ 22,293ଟି ଅଯୋଗ୍ୟ ରାସନ କାର୍ଡ଼ ହିତାଧିକାରୀ। ଏହାସହ ରାଜ୍ୟରେ 84,757 ଜଣ ହିତାଧିକାରୀ ରାସନ କାର୍ଡ଼ ପାଇବାରୁ ବାଦ୍ ପଡ଼ିଛନ୍ତି। ଦେଖନ୍ତୁ ଆଜ୍ଞା, ଆପଣମାନେ ଏହି ରାସନ କାର୍ଡ଼ରେ ଯଥାଶୀଘ୍ର ଇ-KYC କରନ୍ତୁ। ଯଦି ଆପଣମାନେ ଏପର୍ଯ୍ୟନ୍ତ ଇ-KYC କରିନାହାନ୍ତି ରାସନ କାର୍ଡ଼ରେ, ଆପଣମାନଙ୍କର ପଞ୍ଚାୟତକୁ ଯାଇ ଆପଣମାନେ ଇ-KYC କରିପାରିବେ। ଯଦି ଆପଣମାନେ ଇ-KYC କରିପାରିବେନି କୌଣସି କାରଣରୁ, ତେବେ ଫିଜିକାଲ ସର୍ଭେ ହେବ। ଏହି ସର୍ଭେ ସରକାରୀ କର୍ମଚାରୀମାନେ ବିଭାଗୀୟ ଅଧିକାରୀମାନେ କରିବେ। ତ ସର୍ଭେ ପରେ ଏକ ତାଲିକା ପ୍ରସ୍ତୁତ ହେବ। ତେଣୁ ଆପଣମାନେ ଯଥାଶୀଘ୍ର ରାସନ କାର୍ଡ଼ରେ ଇ-KYC କରନ୍ତୁ। ଦେଖନ୍ତୁ, ସ୍ପଷ୍ଟ ଭାବରେ କହି ରଖୁଛୁ କି ରାଜ୍ୟରେ କେତେ ଅଯୋଗ୍ୟ ରାସନ କାର୍ଡ଼ ଚିହ୍ନଟ ହେଲେଣି ବୋଲି ଗୃହରେ ପୂର୍ବରୁ ପ୍ରଶ୍ନ ଉଠିଥିଲା। ତ ସେହି ପ୍ରଶ୍ନର ଉତ୍ତର ଦେଇଥିଲେ କୃଷ୍ଣଚନ୍ଦ୍ର ପାତ୍ର ବା ଖାଉଟି କଲ୍ୟାଣ ମନ୍ତ୍ରୀ। କହିଥିଲେ ଯେ ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ମୋଟ 22,293ଟି ଅଯୋଗ୍ୟ ରାସନ କାର୍ଡ଼ ହିତାଧିକାରୀ। ତାପରେ ଏହାସହ ରାଜ୍ୟରେ 84,757 ଜଣ ହିତାଧିକାରୀ ରାସନ କାର୍ଡ଼ ପାଇବାରୁ ବାଦ୍ ପଡ଼ିଛନ୍ତି ବା ବଞ୍ଚିତ ଅଛନ୍ତି। ତ ଦେଖନ୍ତୁ, ଏବେ ସୁଦ୍ଧା 84,757 ଜଣ ହିତାଧିକାରୀ ଏବେ ସୁଦ୍ଧା କାର୍ଡ଼ ପାଇବାରୁ ବଞ୍ଚିତ ଅଛନ୍ତି। ତାପରେ ନୂଆ ସରକାର ଆସିବା ପରେ ଯାଞ୍ଚ କରାଯାଇ 2,000ରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯିବ। ତା ସହ ସେମାନଙ୍କୁ କାର୍ଡ଼କୁ ବାତିଲ କରାଯାଇଛି। ଦେଖନ୍ତୁ ଆଜ୍ଞା, ନୂଆ ସରକାର ଆସିବା ପରେ ଯାଞ୍ଚ କରାଯାଇ 2,000ରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯିବ ସହ ସେମାନଙ୍କ କାର୍ଡ଼କୁ ବାତିଲ କରାଯାଇଛି। ତାପରେ ଅନ୍ୟପଟେ ହଜାର ହଜାର ପ୍ରକୃତ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ଼ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟାରେ ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲା, ଯେଉଁଠି 3,972 ହିତାଧିକାରୀ ରାସନ କାର୍ଡ଼ରୁ ବଞ୍ଚିତ ହୋଇ ରହିଛନ୍ତି। ଏହାପରେ ରହିଛି ବାଲେଶ୍ୱର ଓ ବରଗଡ଼ ଜିଲ୍ଲା। ଦେଖନ୍ତୁ ଆଜ୍ଞା, ଅନ୍ୟପଟେ ହଜାର ହଜାର ପ୍ରକୃତ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ଼ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯେଉଁମାନେ ଯୋଗ୍ୟ ଅଛନ୍ତି ଏପର୍ଯ୍ୟନ୍ତ ରାସନ କାର୍ଡ଼ଟିଏ ପାଇପାରୁନାହାନ୍ତି। ତେଣୁ ସେମାନଙ୍କୁ ବହୁତ ଅସୁବିଧା ହେଉଛି ଏବଂ ସରକାରୀ ଯୋଜନା ଗୁଡ଼ିକ ମଧ୍ୟ ସେମାନେ ଏପର୍ଯ୍ୟନ୍ତ ପାଇପାରୁନାହାନ୍ତି, କାରଣ ରାସନ କାର୍ଡ଼ ଖଣ୍ଡିଏ ନାହିଁ। ଯଦି ସେମାନଙ୍କର ରାସନ କାର୍ଡ଼ ଖଣ୍ଡିଏ ହୋଇଗଲେ ସେମାନେ ସବୁ ମାଗଣା ଜିନିଷ ପାଇପାରିବେ। ତା ସହିତ ସବୁ ସରକାରୀ ଯୋଜନା ଗୁଡ଼ିକ ମଧ୍ୟ ସେମାନେ ପାଇପାରିବେ। ତ ଏହି ସମସ୍ୟାରେ ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲା। ଦେଖନ୍ତୁ ଆଜ୍ଞା, ଏହି ସମସ୍ୟାରେ ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲା, ଯେଉଁଠି 3,972 ଜଣ ହିତାଧିକାରୀ ରାସନ କାର୍ଡ଼ରୁ ବଞ୍ଚିତ ହୋଇ ରହିଛନ୍ତି। ଦେଖନ୍ତୁ ଆଜ୍ଞା, ଅନୁଗୁଳ ଜିଲ୍ଲାରେ 3,972 ଜଣ ହିତାଧିକାରୀ ରାସନ କାର୍ଡ଼ ଏବେ ପର୍ଯ୍ୟନ୍ତ ପାଇପାରୁନାହାନ୍ତି। ତ ସେମାନେ ଯଦି ରାସନ କାର୍ଡ଼ଟିଏ ପାଇପାରିବେ, ତାହେଲେ ସମସ୍ତଙ୍କୁ ଖୁସି ଲାଗିବ, ସରକାରଙ୍କୁ ମଧ୍ୟ ଖୁସି ଲାଗିବ। ତେଣୁ ସରକାରଙ୍କୁ ମୋର ଏତିକି ଅନୁମତି ବା ଏତିକି ଅନୁରୋଧ, ସେମାନଙ୍କୁ ଶୀଘ୍ର ଏହି ରାସନ କାର୍ଡ଼ ଦିଆଯାଉ। ତାପରେ ରହିଛନ୍ତି ବାଲେଶ୍ୱର ଓ ବରଗଡ଼ ଜିଲ୍ଲା। ଦେଖନ୍ତୁ ଆଜ୍ଞା, ବାଲେଶ୍ୱର ଏବଂ ବରଗଡ଼ ଜିଲ୍ଲାରେ ମଧ୍ୟ କେତେକ ହିତାଧିକାରୀ ଏପର୍ଯ୍ୟନ୍ତ ରାସନ କାର୍ଡ଼ଟିଏ ପାଇପାରୁନାହାନ୍ତି। ତ ଏହା ସ୍ପଷ୍ଟ କରାଯାଇଛି। ତ ସେହି ଜିଲ୍ଲାଗୁଡ଼ିକର ମଧ୍ୟ ହିତାଧିକାରୀ ନିଶ୍ଚିତ ଭାବରେ ରାସନ କାର୍ଡ଼ଟିଏ ପାଇପାରନ୍ତୁ। ଯଦି ଏହି ଅନୁଗୁଳ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲା ଓ ବରଗଡ଼ ଜିଲ୍ଲାରୁ ଯେଉଁମାନେ ଦେଖୁଛନ୍ତି, ସେହିମାନେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଯେଉଁପରି ଭାବରେ ମୁଁ ଏହି ଭିଡ଼ିଓ ମାଧ୍ୟମରେ କହିଲି, ଯଦି ଆପଣମାନଙ୍କୁ ଟିକିଏ ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ସେହି ଜିଲ୍ଲାରୁ ଯଦି ଦେଖୁଛନ୍ତି ଆପଣମାନେ କମେଣ୍ଟ ସାହାଯ୍ୟରେ କମେଣ୍ଟ କରନ୍ତୁ।
ତ ମୁଁ ଏତିକି ସରକାରଙ୍କୁ ଅନୁରୋଧ କରୁଛି ସେମାନଙ୍କୁ ଶୀଘ୍ର ରାସନ କାର୍ଡ଼ଟିଏ ପ୍ରଦାନ କରନ୍ତୁ ଯେଉଁମାନେ ଯୋଗ୍ୟ ଏପର୍ଯ୍ୟନ୍ତ ଅଛନ୍ତି। ତ ଏହା ଥିଲା ରାସନ କାର୍ଡ଼ର ବଡ଼ ଖବର। ଯଦି ଆପଣମାନଙ୍କୁ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।